କୁହାଯାଏ ଭୁଲରେ ବି ଗର୍ଭବତୀ ମହିଳା କଖାରୁ ଖାଇବା ଉଚିତ ନୁହେଁ, କିନ୍ତୁ ପ୍ରକୃତ ସତ କଣ? ଏହା ଆପଣଙ୍କ ଆସିବାକୁ ଥିବା ଶିଶୁ ପାଇଁ କ୍ଷତିକାରକ ନା ଲାଭଦାୟକ? ଆସନ୍ତୁ ଜାଣିବା ଏକ ମାର ଯତ୍ନ ଏବଂ ସଠିକ ପୋଷଣର ଏକ ପ୍ରେରଣାଦାୟକ କାହାଣୀ। ଗର୍ଭାବସ୍ଥା ଏକ ନାରୀ ଜୀବନର ସବୁଠାରୁ ସୁନ୍ଦର, ପବିତ୍ର ଏବଂ ଆବେଗପୂର୍ଣ୍ଣ ସମୟ। ନିଜ ଭିତରେ ଏକ ନୂଆ ଜୀବନକୁ ସୃଷ୍ଟି କରିବାର ଅନୁଭବ ଯେତିକି ଆନନ୍ଦଦାୟକ ସେତିକି ଦାୟିତ୍ୱପୂର୍ଣ୍ଣ ମଧ୍ୟ। ପ୍ରତିଟି ମା ନିଜ ଗର୍ଭସ୍ଥ ଶିଶୁର ସୁସ୍ଥ ବିକାଶ ପାଇଁ ନିଜର ପ୍ରତ୍ୟେକଟି କାମ ଏବଂ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାଏ। କ'ଣ ଖାଇବେ, କ'ଣ ନ ଖାଇବେ, ଏହି ପ୍ରଶ୍ନ ସବୁବେଳେ ତାଙ୍କ ମନରେ ଉଙ୍କି ମାରେ। ପନିପରିବା ଭିତରେ ବୋଇତାଳୁ ବା କଖାରୁ ଆମର ଖୁବ୍ ପରିଚିତ, କିନ୍ତୁ ଆପଣ କେବେ ଭାବିଛନ୍ତି କି ଗର୍ଭବତୀ ମହିଳାମାନେ କଖାରୁ ଖାଇବା ବେଳେ ସାବଧାନ ରହିବା ନିହାତି ଆବଶ୍ୟକ? ଅନେକ ସମୟରେ ଖବର କିମ୍ବା ଆମ ଆଖପାଖରୁ ଆମେ ଶୁଣିବାକୁ ପାଉ ଯେ ଗର୍ଭବତୀ ମହିଳାମାନେ ଭୁଲରେ ବି କଖାରୁ ଖାଇବା ଉଚିତ ନୁହେଁ, କିନ୍ତୁ ଏହା ପଛର ପ୍ରକୃତ ସତ କ'ଣ ଆପଣ ଜାଣନ୍ତି? ବାସ୍ତବରେ କଖାରୁ ହେଉଛି ପୁଷ୍ଟିକର ଖାଦ୍ୟର ଏକ ବିରାଟ ଭଣ୍ଡାର। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଆଇରନ୍ ଏବଂ ଜିଙ୍କ୍ ଭଳି ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ, ଯାହା ମା ଏବଂ ଶିଶୁ ଉଭୟଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ଶିଶୁର ସୁସ୍ଥ ବିକାଶରେ ବହୁତ ସାହାଯ୍ୟ କରେ। ତେବେ ଏତେ ସବୁ ଗୁଣ ଥାଇ ବି କାହିଁକି ଏହି ସତର୍କବାଣୀ ଦିଆଯାଏ? ଏହାର ମୁଖ୍ୟ କାରଣ ହେଉଛି ମାତ୍ରାଧିକ ବ୍ୟବହାର ଏବଂ ସଠିକ ପ୍ରସ୍ତୁତିର ଅଭାବ। ଆବଶ୍ୟକତା ଠାରୁ ଅଧିକ କଖାରୁ ଖାଇଲେ ଗର୍ଭାବସ୍ଥାରେ ଏହା କ୍ଷତିକାରକ ହୋଇପାରେ। କଖାରୁରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଏହାକୁ ଅଧିକ ମାତ୍ରାରେ ଖାଇଲେ ପେଟରେ ଗ୍ୟାସ୍, ତରଳ ଝାଡ଼ା କିମ୍ବା ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇପାରେ, ଯାହା ଏହି ସମୟରେ ଜଣେ ଗର୍ଭବତୀଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ। ସେହିପରି କିଛି ମହିଳାଙ୍କୁ ଏଥିରୁ ଆଲର୍ଜି ମଧ୍ୟ ହୋଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଞ୍ଚା କିମ୍ବା ଅଧା ସିଝା କଖାରୁ ଖାଇବା ଦ୍ୱାରା ବ୍ୟାକ୍ଟେରିଆ ସଂକ୍ରମଣର ଭୟ ରହିଥାଏ, ଯାହା ମା ଓ ଗର୍ଭସ୍ଥ ଛୁଆ ଉଭୟଙ୍କ ପାଇଁ ବିପଜ୍ଜନକ। ସେଥିପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ ଏହାକୁ ସଠିକ ଭାବରେ ଧୋଇ, ଭଲ ଭାବରେ ସିଝେଇ ଏବଂ ସୀମିତ ମାତ୍ରାରେ ଖାଇବା ଉଚିତ। ଏକ ସୁସ୍ଥ ଶିଶୁକୁ ଜନ୍ମ ଦେବା ଏକ ମାର ସବୁଠାରୁ ବଡ଼ ସ୍ୱପ୍ନ ଏବଂ ତପସ୍ୟା। ଏହି ଯାତ୍ରାରେ ସଠିକ ଜ୍ଞାନ ହିଁ ତାର ସବୁଠାରୁ ବଡ଼ ଶକ୍ତି। କୌଣସି ଖାଦ୍ୟ ସମ୍ପୂର୍ଣ୍ଣ ଖରାପ ନୁହେଁ, କିନ୍ତୁ ଏହାକୁ ଖାଇବାର ଉପାୟ ଏବଂ ପରିମାଣ ଉପରେ ସବୁକିଛି ନିର୍ଭର କରେ। ଯଦି ଆପଣ ଗର୍ଭବତୀ ଅଛନ୍ତି ଏବଂ ଆପଣଙ୍କୁ କଖାରୁ ଖାଇବାକୁ ଭଲ ଲାଗେ, ତେବେ ଭୟଭୀତ ହୁଅନ୍ତୁନି, କେବଳ ନିଜର ସୀମା ଜାଣନ୍ତୁ। ସବୁବେଳେ ନିଜ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ନିଜ ଖାଦ୍ୟରେ ସଠିକ ପରିମାଣରେ ଏହାକୁ ସାମିଲ କରନ୍ତୁ। ମନେ ରଖନ୍ତୁ, ଏକ ସନ୍ତୁଳିତ ଆହାର ହିଁ ଆପଣଙ୍କର ଏବଂ ଆପଣଙ୍କ ଆସିବାକୁ ଥିବା କୁନି ଅତିଥି ପାଇଁ ଏକ ସୁସ୍ଥ ଭବିଷ୍ୟତର ମୂଳଦୁଆ। ପ୍ରତିଟି ମାର ଯାତ୍ରା ଅନନ୍ୟ ଏବଂ ପ୍ରେରଣାଦାୟକ। ଯଦି ଆପଣଙ୍କ ଆଖପାଖରେ କେହି ଗର୍ଭବତୀ ଅଛନ୍ତି, ତେବେ ଏହି ଜରୁରୀ ସୂଚନାଟିକୁ ତାଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ନିଜର ଯତ୍ନ ନିଅନ୍ତୁ, ଖୁସିରେ ରୁହନ୍ତୁ ଏବଂ ଆଗାମୀ ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ।